ସାଙ୍ଗମାନେ ଦେଖନ୍ତୁ ଟିକେ କେମିତି ଏଇ ଛୁଆଟି ତାଙ୍କ କ୍ଷୀର ପ୍ୟାକେଟକୁ ଚୋରି କରିକି ନେଇକି ଧାଇଁକି ଚାଲି ଯାଉଛି। ଆଉ ସେ ଲୋକଟି ଡେରି ନ କରିକି ସେ ଛୁଆଟିକୁ ତଡ଼ିବାକୁ ଲାଗୁଛି। ଆଉ କାଳେ ତାକୁ ଧରି ପକେଇବ। ସେ ଝିଅଟି ଜୀବନ ବିକଳରେ କ୍ଷୀର ପ୍ୟାକେଟକୁ ଧରିକି ଧାଇଁବାକୁ ଲାଗୁଛି। ଆଉ ସେ ଲୋକଟି ଧାଇଁ ଧାଇଁ ଯାଇକି ଯେତେବେଳେ ଦେଖୁଛି ସେ ଝିଅଟି ସେ କ୍ଷୀର ପ୍ୟାକେଟକୁ ନେଇକି ଗୋଟେ ଛୋଟ ଛୁଆକୁ ପେଇବାକୁ ଲାଗୁଛି। ଆଉ ଏସବୁ ଦୃଶ୍ୟ ଦେଖିକି ସେ ଲୋକଟିର ମନ ପୁରା ତରଳି ଯାଉଛି। ଆଉ ସେ ଲୋକଟି ମନ ଦୁଃଖରେ ପୁଣି ତା ସ୍ତ୍ରୀ ପାଖକୁ ଚାଲି ଯାଉଛି। ଆରେ ଆରେ କଣ ଖାଲି ହାତରେ ପଳେଇ ଆସିଲ? ସେ ଚୋରଣୀ କୁଆଡେ ଗଲା? ଆରେ ମୁଁ କିଛି କହିପାରିବିନି, ତମେ ମୋ ସାଙ୍ଗରେ ଆସ, ସବୁ ଜାଣିପାରିବ। ଆଉ ତା ସ୍ତ୍ରୀକୁ ଧରିକି ସେ ଲୋକଟି ସେ ଝିଅଟି ପାଖକୁ ଚାଲି ଆସୁଛି। ଆଉ ତା ସ୍ତ୍ରୀ ଏସବୁ ଘଟଣା ଦେଖି ପୁରା ଆଶ୍ଚର୍ଯ୍ୟ ହେଇଯାଉଛି। ଆରେ ଏ ଝିଅ କାଇଁ ଆମ କ୍ଷୀର ପ୍ୟାକେଟ ଚୋରି କରିକି ଆଣିକି ସେ ଛୋଟ ଛୁଆଟିକୁ ପେଉଛୁ? ଆଉ ସେ ଝିଅଟି ଲୋକମାନଙ୍କୁ ଦେଖି ପୁରା ଡରି ଯାଉଛି। ମତେ ମାରନି, ମତେ ଛାଡ଼ି ଦିଅ, ମୋର କିଛି ଭୁଲ ନାହିଁ। ମୁଁ ତ କେବଳ ତମ କ୍ଷୀର ପ୍ୟାକେଟ ଚୋରି କରିଥିଲି ଏଇ କୁନି ଛୁଆଟି ପିଇବ ବୋଲି। କାହିଁକି ନା ଆମକୁ ଜନ୍ମ କରିକି ଆମ ବାପା ମା ସବୁଦିନ ପାଇଁ ଆମକୁ ଛାଡ଼ିକି ଚାଲି ଯାଇଛନ୍ତି। ସେଥିପାଇଁ ମୁଁ ଏମିତି ଚୋରି ନାରୀ କରିକି ରାସ୍ତା କଡ଼ରୁ ଅଇଁଠା ମଇଁଠା ଖାଇକି ଆମେ ଦୁଇ ଛୁଆ ବଞ୍ଚୁଛୁ। ମୁଁ ତମକୁ ହାତ ଯୋଡୁଛି, ଆମକୁ ମାରନି। ଭୋକରେ ଆମେ ଦୁଇ ଛୁଆ ମରିଯିବୁ ପଛକେ ଆଉ ଜୀବନ ଥିଲା ପର୍ଯ୍ୟନ୍ତ କାହାଠୁ ଚୋରି ନାରୀ କରିବୁନି। ଆରେ ଝିଅ କାନ୍ଦେନି, ତମର ବାପା ମା ନଥିଲେ କଣ ହେଲା? ଆଜିଠୁ ଆମେ ଦୁଇ ଜଣ ତମର ବାପା ମା। ଆଉ ତମ ଦୁଇ ଜଣଙ୍କୁ ରଖିବା ଦାୟିତ୍ୱ ହେଲା ଆମର। ଏବେ ଚାଲ ଆମ ସାଙ୍ଗରେ ଆମ ଘରକୁ ଯିବ। ଆଉ ଏ ଲୋକମାନଙ୍କର କଥା ଶୁଣିକି ସେ ଝିଅଟି ଖୁସିରେ ଖୁସିରେ ତାଙ୍କ ଘରକୁ ଚାଲି ଯାଉଛି। ସାଙ୍ଗମାନେ ଲୋକମାନେ ଝିଅଟିକୁ ଘରକୁ ନେଇକି ଯଦି ଆପଣମାନେ ଭାବୁଛନ୍ତି ଠିକ କାମ କରିଛନ୍ତି ତାହେଲେ ଗୋଟେ ଲାଇକ୍ କରିଦିଅନ୍ତୁ। ଆଉ ଭିଡ଼ିଓଟି ଓଡ଼ିଶାରୁ ଦେଖୁଥିଲେ ଦିଲବାଲା ଇମୋଜି ସେଣ୍ଡ କରିଦିଅନ୍ତୁ।